ପଲ୍ଲବୀ ଆଦର୍ଶକୁ କହିବେ, ଯେଉଁ ପର୍ଯ୍ୟନ୍ତ ତମେ ମାମାଙ୍କ ସାମ୍ନାକୁ ଯାଇ ତାଙ୍କୁ କ୍ଷମା ନ ମାଗିଛ ବା ତାଙ୍କ ଆଗରେ ତମେ ମୁହଁ ଦେଖେଇବନି ବୋଲି ଯେଉଁ ପ୍ରମିସ୍ କରିଛ ତାକୁ ନ ଭାଙ୍ଗିଛ, ସେହି ପର୍ଯ୍ୟନ୍ତ ମୁଁ ତମ ସହିତ କଥା ହେବିନି। ଏମିତି କହି ପଲ୍ଲବୀ ଚାଲିଯିବେ। ତାପରେ ଆଦର୍ଶ କହିବେ, ହଁ ହଁ ଯାଅ ଯାଅ, ସମସ୍ତେ ମୋତେ ଛାଡ଼ି ଚାଲିଯାଅ। ସମସ୍ତଙ୍କୁ ତ ନିଜ ଜିଦ୍ରେ ରହିବାର ଅଛି ନା, ମୋ ପାଇଁ କାହା ଚିନ୍ତା ନାହିଁ। ଚାଲିଯାଅ ସମସ୍ତେ, ଚାଲିଯାଅ। ତାପରେ ପଲ୍ଲବୀ ତଳକୁ ଆସୁଥିବେ ଆଉ କହିବେ, ନିମ୍କି, ମୋତେ ଆଜି ଆଦର୍ଶଙ୍କ ପାଇଁ ଆଲୁ କୋବି ତରକାରୀ ତିଆରି କରିବାର ଅଛି। ତୁ ଟିକେ ଆସନା, ଆଲୁର ଚୋପା ଛଡ଼େଇ ଦେବୁ, ବାକି ପ୍ରିପାରେସନ୍ ମୁଁ କରିଦେବି, ଆସ। ତାପରେ ନିମ୍କି କହିବ, ହଁ ଦିଦି, ଏ ସାଙ୍ଗେ ସାଙ୍ଗେ ଯାଉଛି। ଏମିତି କହି ନିମ୍କି ପଲ୍ଲବୀ ପାଖକୁ ଯିବ। ତାପରେ ଗୌରବ କହିବେ, ଆରେ ଜଲ୍ଦି ହାତ ଚଲାଅ ରିମଝିମ୍, ବହୁତ ଜୋରସେ ଭୋକ ଲାଗିଲାଣି। ତାପରେ ରିମଝିମ୍ କହିବେ, ହଁ ହଁ, ସବୁ ସରିଗଲାଣି, ଖାଲି ସାଲାଡଟା କାଟିଦେଲେ ହେଇଗଲା। ତାପରେ ଗୌରବ କହିବେ, ଠିକ୍ ଅଛି। ତାପରେ ପଲ୍ଲବୀ ନିମ୍କିକୁ କହିବେ, ଫଟାଫଟ ସବୁ କାମ ସାରିବାକୁ ପଡ଼ିବ। ଜଲ୍ଦି ପୁଣି ଆଲୁ କୋବି ତରକାରୀ କରି ମୋତେ ଆଦର୍ଶଙ୍କର ଲଞ୍ଚ ବକ୍ସ ରେଡି କରି ମୁଁ ପୁଣି ଥରେ ଖାଇସାରି ଡ୍ୟୁଟି ଯିବି। ତାପରେ ରିମଝିମ୍ କହିବେ, ଆରେ ପିଲଟଟା କୁଆଡ଼େ ଗଲା? ଏମିତି କହି ରିମଝିମ୍ ନିମ୍କି ହାତରୁ ପିଲଟ ଛଡ଼େଇ ଆଣିବେ ଆଉ କହିବେ, ତୁ ସବୁ ଜିନିଷ ସେପଟ କିଚେନରୁ ଏପଟ କିଚେନକୁ କାହିଁକି ନେଇ ଚାଲି ଆସୁଛୁ? ସେପଟର ସବୁ କାମ ଅଟକି ଯାଉଛି ନା ନାହିଁ? ମୁଁ ଅଫିସ ଯିବା ପୂର୍ବରୁ ଘରର 2 ଜଣଙ୍କୁ ଛାଡ଼ି ଆଉ ବାକି ସମସ୍ତଙ୍କ ପାଇଁ ବ୍ରେକଫାଷ୍ଟ ଲଞ୍ଚ ସବୁ ତିଆରି କରି ଅଫିସ ଯିବାକୁ ପଡ଼ୁଛି। ତାପରେ ଯଦି ତୁ ଏସବୁ କାମ କରିବୁ ତାହେଲେ ମୋ କାମ କେମିତି ହବ? ତାପରେ ନିମ୍କି କହିବ, ରିମଝିମ୍ ଭାଉଜ, ମୋତେ ଟିକେ 2 ମିନିଟ୍ ପାଇଁ ସେ ପିଲଟଟା ଦେଇଦିଅ। ସାଙ୍ଗେ ସାଙ୍ଗେ ଆଲୁର ଚୋପା ଛଡ଼େଇ ତମକୁ ନେଇ ଦେଇକି ଆସିବି। ଆଉ ହଁ, ତମକୁ ମଧ୍ୟ ସଲାଡ ତିଆରି କରି ଦେଇଦେବି। ତାପରେ ରିମଝିମ୍ କହିବେ, ବିଲକୁଲ ନୁହେଁ, ତୁ ମୋତେ ଆଉ ଏତେ ଦୟା ଦେଖେଇବା ଦରକାର ନାହିଁ। ବଡ଼ ବାପା କହିଛନ୍ତି, ତୋତେ ଯେତେବେଳେ ସମୟ ମିଳୁଛି ତୁ ଏଠି ଆସି ଯାହାକୁ ଯାହା ସାହାଯ୍ୟ କରିବା କଥା କର, କିନ୍ତୁ ମୋତେ ମୋ କାମରେ ଛନ୍ଦିବା ଦରକାର ନାହିଁ। ତାପରେ ଗୌରବ କହିବେ, ରିମଝିମ୍, ତମକୁ ଲାଗୁନି ତମେ ଏସବୁ କହି ଓଭର ରିଆକ୍ଟ କରୁଛ? ଆରେ ଘରେ ଜିନିଷ ରହିଲେ ତ ଏପଟ ସେପଟ ହବ ହିଁ ହବ ନା, ସେଇ କଥାକୁ ନେଇ ତମେ ନିମ୍କି ଉପରେ ଏତେ ଜୋରରେ ଚିଲେଇବା କ'ଣ ଦରକାର? ତାପରେ ରୁବି ଆସି କହିବେ, ସେପଟ କିଚେନର ଜିନିଷ ଏପଟ କିଚେନକୁ ଆଣିବାକୁ ସାହସ କେମିତି ହେଲା ନିମ୍କି? ଯଦି ମାୟା ଏ କଥା ଜାଣିବ ତ ଚାକିରି ଚାଲିଯିବ। ଜାଣିଛୁ ତ ଏ କଥା? ଅନ୍ୟ କାହା ପାଇଁ ତୁ ତ ଚାକିରିକୁ କାହିଁ ବିପଦରେ ପକଉଛୁ? ପୁଣି ଏତେ ବଡ଼ କଥା ତୁ ରିମଝିମ୍କୁ କହୁଛୁ, ସାହସ କେମିତି କଲୁ? ରିମଝିମ୍ ବି ଏ ଘରର ବୋହୂ ନା, ଖାଲି ପଲ୍ଲବୀ ଏ ଘରର ବୋହୂ ନୁହେଁ ନା। ତେଣୁ ପଲ୍ଲବୀକୁ ତୁ ଯେତିକି ସମ୍ମାନ ଦଉଛୁ ରିମଝିମ୍କୁ ବି ସେତିକି ସମ୍ମାନ ଦେଇ କଥାବାର୍ତ୍ତା କରିବା ଦରକାର। ତାପରେ ନୀଲମ ରୁବିକୁ କହିବେ, କଣ୍ଟ୍ରୋଲ ମାମା କଣ୍ଟ୍ରୋଲ। ତାପରେ ନିମ୍କି କହିବେ, ଦିଦିମା, ମୁଁ ତ ରିମଝିମ୍ ଭାଉଜଙ୍କୁ କିଛି ବି କହିନି, ଆପଣ ମୋ ଉପରେ ଏମିତି କାହିଁକି ରାଗୁଛନ୍ତି? ତାପରେ ରୁବି କହିବେ, ଏଇ ଚୁପ୍ କର, ଚାକରାଣୀ ହେଇକି ମୋ ମୁହଁରେ ଜବାବ ଦଉଛୁ? କିଛି ଲୋକ ତୋତେ ମୁଣ୍ଡରେ ବସେଇଛନ୍ତି ବୋଲି ସମସ୍ତଙ୍କୁ ଜବାବ ଦବୁ ନା କ'ଣ? ଲାଗୁଛି ଏ କଥା ମୋତେ ଯାଇ ମାୟାକୁ କହିବାକୁ ପଡ଼ିବ। ତାପରେ ପଲ୍ଲବୀ କହିବେ, ରୁବି ମାଉସୀ, ଆପଣ ବିନା କାରଣରେ ନିମ୍କିକୁ ଏତେ କଥା କାହିଁକି କହୁଛନ୍ତି? ମୁଁ ଟିକେ ଶୁଣେ। ଆପଣ ତ ଏବେ ଏଠିକି ଆସିଲେ, କି କାହାକୁ କ'ଣ କହିଲା, କାହିଁକି କହିଲା, ଆପଣ ସେସବୁ କଥା କେମିତି ଜାଣିଲେ? ଏକ ତ ମାମା ବହୁତ ଟେନସନରେ ଅଛନ୍ତି, ଆଉ ତା ସାଙ୍ଗକୁ ଏସବୁ ଛୋଟ ଛୋଟ କଥା କହି ଆପଣ ତାଙ୍କ ଷ୍ଟ୍ରେସ୍ ଆହୁରି ବଢ଼େଇ ଦେବାକୁ ଚାହୁଁଛନ୍ତି। ଅବଶ୍ୟ ଆପଣ ଭୁଲି ଯାଉଛନ୍ତି, କିନ୍ତୁ ମୁଁ ପୁଣି ଥରେ ଆପଣଙ୍କୁ ମନେ ପକେଇ ଦଉଛି, ବାବା ନିଜେ ନିମ୍କିକୁ 2ଟା ଯାକ କିଚେନ ସମ୍ଭାଳିବା ପାଇଁ ଦାୟିତ୍ୱ ଦେଇଛନ୍ତି। ଆଉ କିଛି କହିବାର ଅଛି ରୁବି ମାଉସୀ? ତାପରେ ନୀଲମ ରୁବିକୁ କହିବେ, ମାମା, ମୁଁ କହିଲି ନା, କାହିଁକି ଏ ଛୋଟ ଛୋଟ କଥାରେ ମୁହଁ ଖୋଲି ଚିହ୍ନା ପଡ଼ୁଛ? ନିଜକୁ କଣ୍ଟ୍ରୋଲ କର। ତାପରେ ରିମଝିମ୍ କହିବେ, ଯାହା କହ ପଛେ ପଲ୍ଲବୀ, ଦେଖେଇ ହବା ଗୁଣ ତୋଠୁ କେହି ଶିଖିବ। ବଡ଼ ମାଙ୍କ ପାଇଁ ତୁ ବହୁତ କେୟାର ଦେଖେଇ ହେଉଛୁ, କିନ୍ତୁ ତୁ ନିଜେ ଏମିତି କାମ କରୁଛୁ ଯେଉଁଥିରେ ବଡ଼ ମାଙ୍କୁ କଷ୍ଟ ହେଉଛି। ତାପରେ ରୁବି କହିବେ, ଅନ୍ୟକୁ ଉପଦେଶ ଦେବାଟା ଭାରି ସହଜ ରିମଝିମ୍,
କିନ୍ତୁ ନିଜେ ସେ କାମ କରିବାଟା ଭାରି କଷ୍ଟ। ଏମିତି କହି ରୁବି ପଲ୍ଲବୀକୁ କହିବେ, କିଚେନ୍ ଅଲଗା କରିବା ପୂର୍ବରୁ ତୁ ଯଦି ଭାବିଚିନ୍ତି ଏସବୁ କାମ କରିଥାନ୍ତୁ ତାହେଲେ ଆଜି ଏ ଦିନ ଦେଖିବାକୁ ପଡ଼ିନଥାନ୍ତା। ତାପରେ ରିମଝିମ୍ କହିବେ, ହଁ ଆପଣ ବିଲକୁଲ ଠିକ୍ କହିଛନ୍ତି ରୁବି ଆଣ୍ଟି। ଯିଏ କିଚେନ୍ ଅଲଗା କରିବ ସିଏ ଅନ୍ୟ କିଚେନ୍ରୁ ଗୋଟେ ଚାମଚ ବି ଆଣିବା ଉଚିତ ନୁହେଁ। ପଲ୍ଲବୀ, ଏତେ ଯଦି ତୋର ଓକାତ ଦେଖେଇବାର ଅଛି ତାହେଲେ ଆଦର୍ଶକୁ କହିଦେ, କିଚେନ୍ ପାଇଁ ଯାହା ଯାହା ସବୁ ବାସନ କୁସନ ଦରକାର ସେ ନେଇକି ଆସିବେ। ତତେ ଆଉ କାହା କିଚେନ୍ ଆଗରେ ହାତ ପତେଇବାକୁ ପଡ଼ିବନି। ତାପରେ ଗୌରବ କହିବେ, ବାସ୍ ରିମଝିମ୍, ବହୁତ ହେଇଗଲା ଏସବୁ। ତମେ ଏସବୁ କରିବା ପାଇଁ ଏଇଠିକି ଆସିଛ। ଏବେ ତମେ ଆଉ ଏଇଠି ରହିପାରିବନି। ଆଜି ସନ୍ଧ୍ୟାରେ ହିଁ ତମେ ମୋ ସାଙ୍ଗରେ ଘରକୁ ଚାଲ। ତାପରେ ରିମଝିମ୍ କହିବେ, ନାଇଁ ମୁଁ ସେଠିକୁ ବିଲକୁଲ ବି ଯିବିନି। ମୁଁ ଏଠି ମୋ ନିଜ ଇଚ୍ଛାରେ ଆସିଛି। ବଡ଼ ବାପା ମୋତେ ଏଇଠି ରହିବାକୁ ପରମିଶନ ଦେଇଛନ୍ତି। ତେଣୁ ମୁଁ ଯଦି ଏଠୁ ଯିବି ମୋ ନିଜ ଇଚ୍ଛାରେ, କାହା କଥାରେ ନୁହେଁ। ତାପରେ ଗୌରବ ରିମଝିମ୍କୁ ହାତ ଉଠେଇବା ପାଇଁ ଆଗକୁ ଆସୁଥିବେ ଯେତେବେଳେ ପଲ୍ଲବୀ ଆସି ଠିଆ ହେଇଦେବେ। ତାପରେ ରିମଝିମ୍ କହିବେ, ଦେଖିଲୁ ତ ପଲ୍ଲବୀ, ଏ ଘରେ ଯେତେ ସବୁ ଝଗଡ଼ା ହେଉଛି ସେସବୁର ମୂଳ କାରଣ ହେଉଛୁ ତୁ। ତୁ ଏ ଘରର ପୁରା ପରିବେଶକୁ ଧ୍ୱଂସ କରିସାରିଲୁଣି। ଆଦର୍ଶ ଆଉ ବଡ଼ ମାଙ୍କ ଏଗେନ୍ଷ୍ଟରେ ଠିଆ କରେଇ ସାରିଲୁଣି। ଆଉ ଏବେ ମୋ ସ୍ୱାମୀଙ୍କୁ ବି ତୁ ମୋ ଏଗେନ୍ଷ୍ଟରେ ଠିଆ କରେଇଦେଲୁ। ନିଜକୁ ବଡ଼ ହେବା ପାଇଁ ତୁ ଏତେ ତଳକୁ ଖସି ପାରିଲୁ କେମିତି ପଲ୍ଲବୀ? କେମିତି କରିବୁ ଏତେ ସବୁ ପାପର ପ୍ରାୟଶ୍ଚିତ ତୁ? କେତେ ଖୁସିରେ ଦିନ ପାଲିଥିଲା, କିନ୍ତୁ ତୋ ଯୋଗୁଁ ପୁରା ମୁଡ୍ ଖରାପ ହେଇଗଲା। ତାପରେ ରୁବି କହିବେ, କାହା ପାଇଁ ତୁ ତୋ ନିଜ ମୁଡ୍ କାହିଁକି ଖରାପ କରୁଛୁ ରିମଝିମ୍? ତତେ ପୁଣି ସାରାଦିନ ଏନଜିଓର କାମ ସମ୍ଭାଳିବାର ଅଛି। ଚାଲ ଚାଲ, ଏମିତି କହି ଚାଲିଯିବେ।